ସମସ୍ତ ଓଡ଼ିଶାବାସୀ ତଥା କୀର୍ତ୍ତନ ପ୍ରେମୀ ମାନଙ୍କୁ ରାଧେ ରାଧେ। ଏବେ ଟାଇମ୍ରେ ଗୋଟେ ବହୁତ ବଡ଼ ଦୁଃଖର ଖବରଟେ ଅଛି, ଯେନ୍ଟାକି ଆମର ସମସ୍ତଙ୍କ କୀର୍ତ୍ତନ ଗାୟିକା ତଥା ପଶ୍ଚିମ ଓଡ଼ିଶାର ନାମ ଅର୍ଜିତ ଭଉଣୀ ଭଉଣୀଙ୍କର ଅଶ୍ଳୀଳ ଭିଡ଼ିଓଟେ ଭାଇରାଲ ହେଉଛି। ତ ଭାଇମାନେ ତାଙ୍କର କାକା ସମ୍ବଲପୁର ସାଇବର ପୋଲିସ ଷ୍ଟେସନରେ ଏଫଆଇଆରଟେ ରେଜିଷ୍ଟର କରିଛନ୍, ଯେନ୍ଟାକି ସାଇବର ପୋଲିସ ଏବେ ତକ୍ 5 ଜଣକେ ଗିରଫ କଲାନେ। ସେମାନେ ହେଉଛନ୍ 4 ଜଣ ସମ୍ବଲପୁରର ଆଉ ଜଣେ ସୋନପୁରର। ତ ଆକ୍ଚୁଆଲି ସେ ଭିଡ଼ିଓଟା ରିଏଲ୍ କି ଫେକ୍ କିମ୍ବା ଏଆଇରୁ ବନାଲା ଭିଡ଼ିଓ ହେଇଛି ଜଣା ନାଇଁ ପଡ଼ବା ଏବେ ତକ୍, କିନ୍ତୁ ମତେ ଲାଗୁଛି ସେ ଭିଡ଼ିଓଟା ଆକ୍ଚୁଆଲି ଏଆଇରୁ ବନାଲା ଭିଡ଼ିଓ है। ଆଉ ଭାଇମାନେ ସମ୍ବଲପୁର ପୋଲିସ ସମସ୍ତଙ୍କୁ ଚେତାବନୀ ଦେଉଛି ଯେ ଭିଡ଼ିଓ ଆଉ ଯେନ୍ମାନେ ବି ଭାଇରାଲ କରୁଛନ୍ ଆଉ ଫିର୍ ଯେନ୍ମାନେ ବି ଏବେ ଭାଇରାଲ କରୁଛନ୍ ସେମାନକେ ବି ବହୁତ ଜଲ୍ଦି ଆରେଷ୍ଟ କରମୁ ବୋଲି ଖବର ଆସୁଛି। ଦର୍ଶକ ବନ୍ଧୁମାନେ, ଜଣେ ନିରୀହ ଝିଅକୁ ଏନ୍ତା କରି ନିର୍ଯାତନା ଦେବାଟା ନାଇଁছে ବହୁତ ବଡ଼ ଆଇନର ଅପରାଧ है। ଯଦି ମନେକର ସେ ଜାଗାରେ ଯେନ୍ମାନେ ବି ଭିଡ଼ିଓକେ ଭାଇରାଲ କରିଛନ୍ ସେମାନଙ୍କର ନିଜର ଭଉଣୀ ଥିଲେ କେନ୍ତା ହେଇଥିତା ଯେ ସେମାନେ ଜାଣିଥିତେ। ଇତିଶ୍ରୀଙ୍କର ଭଉଣୀଙ୍କ ତାଙ୍କ ପରିବାର ଲୋକେ ଏବେ କାଣା ଘଟୁଥିବା ତାଙ୍କ ପରିବାରରେ ସେମାନେ ନିଜେ ହିଁ ବୁଝିପାରୁଥିବେ। ଏଛନ୍ ବି ଯାହାର ଯାହାର ନେ ଭିଡ଼ିଓ ଅଛି ଯେ ଡିଲିଟ୍ କରିଦିଅ, କାହିଁକି କି ଆଉ ଥରେ ତମେମାନେ ଏକା ନିଜର ସାଙ୍ଗସାଥିକେ ସେୟାର କରିକିନା ଆଉ ଫିର୍ ଭାଇରାଲ ହେବା ଭିଡ଼ିଓଟା। ଯାହା ହେଲା ତ ହେଲା, ଆଉ ସେ ଭିଡ଼ିଓକେ କାହାକେ ସେୟାର ନାଇଁ କର, ଡିଲିଟ୍ କରିଦିଅ ଭାଇମାନେ। ମୁଁ ସବକେ ଏଇଟା ରିକ୍ୱେଷ୍ଟ କରୁଛେ। ଇତିଶ୍ରୀଙ୍କର ଏନ୍ତା ଗାୟିକା ପଶ୍ଚିମ ଓଡ଼ିଶାରେ ଆଉ ମିଲେ ଏକା ନାହିଁ ଭାଇମାନେ। ଏବେ ଟାଇମ୍ରେ ଜିନିଷ ଆମେ ଭାଇରାଲ ହେଉଛି ଭିଡ଼ିଓଟା ଏନ୍ତା ନାଇଁ ହେବାର କଥା ଭାଇମାନେ। ଏନ୍ତା ଭିଡ଼ିଓଟେ ଆସିଲେ ତ ଯିଏ ବି ସେୟାର କରିଦେଉଛନ୍, ଖାଲି ଭାଇରାଲ କରିଦେଉଛନ୍। କିନ୍ତୁ ଭାଇମାନେ ଜାଣି ରଖନ୍, ସାଇବର ପୁଲିସ ହେଟା ବି ସମ୍ବଲପୁର ଏରିଆର ଛାଡ଼େ ନାହିଁ କାହାକେ ବି। ଯେନ୍ମାନେ ବି ଭାଇରାଲ କରୁଛନ୍ ଭିଡ଼ିଓକେ सबके इनक्वायरी करिकिना ट्रैक करिकिना धरबा सबके, काहके भी नहीं छाड़े पुलिस, सबके धरबा।